ଗଲାକାଲି ଯେଉଁ ଗଣ୍ଡଗୋଳ ବଡ଼ ପୋଖରୀରେ ହୋଇଥିଲା ତାକୁ ଆମେ କଣ୍ଟ୍ରୋଲକୁ ନେଇ ଆସିଛୁ। ରାତିରେ ବି କାଲି ଆପଣଙ୍କର ପରିସ୍ଥିତି ପୁରା ଶାନ୍ତ ଥିଲା, ଆଜି ବି ଶାନ୍ତ ଅଛି। ତଥାପି ଆମେ ଆଜି ଏକ ଶାନ୍ତି କମିଟି 4ଟା ବେଳେ ଡାକିଛୁ ଏବଂ ବର୍ତ୍ତମାନ ଏରିଆରେ ପୁରା ଶାନ୍ତି ଶୃଙ୍ଖଳା ଅଛି। କେତେ ଜଣଙ୍କୁ ଗିରଫ କରାଯାଇଛି, ବର୍ତ୍ତମାନ କେତେ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି, ଆମେ ସେଇ ଏରିଆରେ 133 ଧାରା ଲାଗୁ କରିଛୁ ଏବଂ ଆମର 6ଟି ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି ଏବଂ ଏହା ଆସନ୍ତାକାଲି 21 ତାରିଖ ରାତି 10ଟା ପର୍ଯ୍ୟନ୍ତ ବଳବତ୍ତର ରହିଛି। ତେଣୁ ଯେହେତୁ ସିଚୁଏସନ୍ ବର୍ତ୍ତମାନ ନର୍ମାଲ ଆଡ଼କୁ ଘଟୁଛି, ଆମେ ପୁରା ପୋଲିସ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ତୀକ୍ଷ୍ଣ ନଜରରେ ଆମେ ରଖିଛୁ। ଗିରଫ ଆମର କାଲି ସୁଦ୍ଧା ହେଇଛନ୍ତି 6 ଜଣଙ୍କୁ କରାଯାଇଛି ଏବଂ ତାଙ୍କୁ କୋର୍ଟ ଫଡ଼ାଇ କରାଯିବ।